ସମସ୍ତେ ବସିଥିବେ ଆଉ ବିନୋଦ କହିବେ, ବହୁତ ଦିନ ପରେ ଆଜି ଖୁବ୍ ଟେଷ୍ଟି ଖାଦ୍ୟ ଖାଇବାକୁ ମିଳିଲା ଭାଇ। ତାପରେ ଆନନ୍ଦ କହିବେ, ସତରେ ଆଜି ପଲ୍ଲବୀର ହାତ ରନ୍ଧା ବହୁତ ଟେଷ୍ଟି ହୋଇଥିଲା। ତାପରେ ରୁବି ମନେ ମନେ କହିବେ, ପ୍ରଶଂସା କରିବାକୁ ପଇସା ଦେବାକୁ ପଡ଼ିଥାନ୍ତା ନା, ତାହେଲେ ହୁଏତ ଏମାନେ ଚୁପ୍ ରହିଥାନ୍ତେ। ଯେତେବେଳେ ଦେଖ ଏମାନଙ୍କ ମୁହଁରେ ପଲ୍ଲବୀର ପ୍ରଶଂସା ହିଁ ପ୍ରଶଂସା। ତାପରେ ମାୟା କହିବେ, ଆଶା କରୁଛି ପଲ୍ଲବୀ ସବୁଦିନ ଏମିତି ସମୟ ବାହାର କରି ସମସ୍ତଙ୍କ ପାଇଁ ଖାଇବା ତିଆରି କରୁ। ତାପରେ ସଞ୍ଜୀବ କହିବେ, ଆଚ୍ଛା ମୁଁ ତାହେଲେ ଆସୁଛି। ଏ ବର୍ଷ ଆପଣଙ୍କ ଘରେ ମହାନବମୀ ପାଳନ କରି ମୋତେ ବହୁତ ଖୁସି ଲାଗିଲା। ତାପରେ ପଲ୍ଲବୀ କହିବେ, ଆପଣ ଦେଖିବେ ସାର୍, ଏ ବର୍ଷ ଦେବୀ ମାଙ୍କ ଆଶୀର୍ବାଦରୁ ଆପଣଙ୍କ ଚାକିରି ଆଉ ଗୋଟେ ଗର୍ଲଫ୍ରେଣ୍ଡଟେ ନିଶ୍ଚୟ ମିଳିଯିବ। ଆପଣ ଏ ବର୍ଷ IPS ନିଶ୍ଚୟ ପାଉଛନ୍ତି ସାର୍, ନିଶ୍ଚୟ। ତାପରେ ସଞ୍ଜୀବ କହିବେ, ମାଙ୍କ ଆଶୀର୍ବାଦରୁ ତମ କଥା ସତ ହଉ ପଲ୍ଲବୀ। ବଡ଼ କିଛି ତ କହିପାରୁନି, କିନ୍ତୁ IPS ଏ ବର୍ଷ ହେଇଯାଏ। ଏନିୱେ ମୁଁ ତେବେ ଆସୁଛି। ତାପରେ ସଞ୍ଜୀବ ଯାଉଥିବେ ଆଉ ଏପଟେ ନୀଲମ ଯାଉଥିବେ ଆଉ ଦୁଇଜଣ ଧକ୍କା ହେଇଯିବେ। ତାପରେ ରୁବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପରେ ନୀଲମ ଉପରକୁ ଚାଲିଯିବେ। ସଞ୍ଜୀବ ଯାଉଥିବେ। ତାପରେ ରୁବି କହିବେ, ଏଇ ତତେ କ'ଣ ମଣିଷ ଦେଖାଯାଉନି? ଜାଣିଶୁଣି ଲୋକଙ୍କ ସହିତ ଧକ୍କା ହଉଛୁ। ଦେଖିଲୁ ତ ମାୟା, ଖାସ୍ ସେଇଥିପାଇଁ ମୁଁ ଚାହୁଁଥିଲି ଏମିତି ଲୋକ ଏ ଘରକୁ ନ ଆସନ୍ତୁ। ତାପରେ ସଞ୍ଜୀବ ଚାଲି ଯାଉଥିବେ ଆଉ ପଲ୍ଲବୀ କହିବେ, ଗୋଟେ ସେକେଣ୍ଡ ସାର୍। ତାପରେ ପୁଣି ପଲ୍ଲବୀ ସଞ୍ଜୀବଙ୍କ ପାଖକୁ ଯାଇ ହାତକୁ ଧରି ରୁବି ପାଖକୁ ଯିବେ ଆଉ କହିବେ, ସଞ୍ଜୀବ ମୋ ଟିଚର। ଆପଣ ତାଙ୍କୁ ଏଭଳି ବ୍ୟବହାର କରି ଇନସଲ୍ଟ କରିବା ପାଇଁ ଆପଣଙ୍କର କୌଣସି ଅଧିକାର ନାହିଁ। ଏକ ତ ସଞ୍ଜୀବ ଏ ଘରର ଗେଷ୍ଟ, ଆଉ ସେକେଣ୍ଡଲି ମୁଁ ଏସବୁ କଥା ଆପଣଙ୍କୁ କହିବାକୁ ଚାହୁଁନଥିଲି, କିନ୍ତୁ ମୁଁ ବାଧ୍ୟ ହୋଇ କହୁଛି। ଏ ଘର ଆମର, ଆଉ ଏଠିକି ଆଦର୍ଶ ସଞ୍ଜୀବକୁ ଇନଭାଇଟ୍ କରିଛନ୍ତି। ତେଣୁ ଏବେ ଏଇ ମୁହୂର୍ତ୍ତରେ ଆପଣ ସଞ୍ଜୀବକୁ ସରି କୁହନ୍ତୁ। ତାପରେ ରୁବି ରାଗିକି କହିବେ, ମାୟା ଦେଖୁଛୁ ତ, ଶୁଣିଲୁ ତ ପଲ୍ଲବୀ କ'ଣ କରିବାକୁ କହିଲା ମୋତେ? ଏ 2 କୋଡ଼ିର ଟିଚରକୁ ମୁଁ ସରି ମାଗିବି, କ୍ଷମା ମାଗିବି ୟାକୁ? ନୋ, ନେଭର, କେବେ ବି ନୁହଁ। ତାପରେ ଆନନ୍ଦ କହିବେ, ଆପଣଙ୍କୁ ସଞ୍ଜୀବକୁ କ୍ଷମା ମାଗିବାକୁ ପଡ଼ିବ ରୁବି ଦିଦି। ଆପଣ ଯାହାକୁ 2 କୋଡ଼ିର ଟିଚର କହିଲେ, ଜାଣିଛନ୍ତି ସେ କେତେ କ୍ୱାଲିଫାଏଡ୍? ଗୋଟେ ଭଦ୍ର ଆଉ ଶିକ୍ଷିତ ପିଲାଙ୍କୁ ଆପଣ ଇନସଲ୍ଟ କରୁଛନ୍ତି। ତାପରେ ବିନୋଦ କହିବେ, ସଞ୍ଜୀବ ଜାଣିଶୁଣି ନୀଲମ ସହିତ ଧକ୍କା ହେଇ ନାହାନ୍ତି ରୁବି ଦିଦି। ବେଳେବେଳେ ଏମିତି ଭୁଲରେ ଧକ୍କା ହେଇଯାଏ ରୁବି ଦିଦି। ତା ବୋଲି ଆପଣ ଏମିତି ସଞ୍ଜୀବକୁ ଇନସଲ୍ଟ କରିବାଟା ଠିକ୍ ହେଲାନି। ତାପରେ ଆଦର୍ଶ କହିବେ, ଦାଦା ଆଉ ବାବା କ'ଣ କହିଲେ ଶୁଣିପାରିଲ ନିଶ୍ଚୟ। ତ ଏବେ ତମେ ସଞ୍ଜୀବକୁ ଭୁଲ ମାଗ। ତାପରେ ରୁବି କହିବେ, ମାୟା ତୁ କିଛି କହୁନୁ କାହିଁକି? ତୁ ଦେଖିପାରୁଛୁ ତ ଏମାନେ ସମସ୍ତେ ମିଶି ସଞ୍ଜୀବକୁ କ୍ଷମା ମାଗିବା ପାଇଁ କହୁଛନ୍ତି। ତାପରେ ମାୟା କହିବେ, ଦିଦି ଆମେ କାହାକୁ କେମିତି ବିହେଭ୍ କରୁଛେ ସେଇଟା ଆମ ସଂସ୍କାର କୁହେ। ଆଜି ଭଳି ମହାନବମୀ ଦିନରେ ମୁଁ ଏ ଘରେ କୌଣସି ତାମସା ଦେଖିବାକୁ ଚାହୁଁନି। କି ଆଜି ଭଳି ଦିନରେ ଘରକୁ ଗେଷ୍ଟ ଆସିବ, ତାକୁ ବି ମୁଁ ମନା କରି ପାରିବିନି। ତୁ ସମସ୍ତଙ୍କ ଉପରେ ଏମିତି ଓଭର ରିଆକ୍ଟ କାହିଁକି କରୁଛୁ ଦିଦି? ତାପରେ ରୁବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ଏବେ କ'ଣ ରୁବି ସତରେ ସଞ୍ଜୀବକୁ କ୍ଷମା ମାଗିବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।